ସବୁଜ ବନାନୀର ବିଶାଳ ଜମି, ଧାଡ଼ି ଧାଡ଼ି ହୋଇ ଲାଗିଛି ରବର ଗଛ। ସକାଳୁ ସକାଳୁ କୃଷକମାନେ ସେହି ଗଛରେ କଟ୍ ମାରି ସଂଗ୍ରହ କରୁଛନ୍ତି ଧଳା ରସ। ଏହି ରସ ହିଁ ସେମାନଙ୍କ ଜୀବନରେ ଆଣିଛି ନୂଆ ଆଶା। ପରିଶ୍ରମ, ସଠିକ୍ ପରିକଳ୍ପନା ଓ ନୂଆ ଚିନ୍ତାଧାରା ପାଇଁ ରବର ଚାଷୀଙ୍କ ବଦଳୁଛି ଭାଗ୍ୟ। ମୟୂରଭଞ୍ଜ ଜିଲ୍ଲାର ଏବେ 115ଟି ପରିବାର ରବର ଚାଷ କରି ରୋଜଗାରର ନୂଆ ଦିଗ ସୃଷ୍ଟି କରିଛନ୍ତି। ମୁଁ 8 ବର୍ଷ ହେଲାଣି କାମ କରୁଛି। ଆପଣ ବେନିଫିସିଆରୀ ବି ନିଜେ? ହଁ, ମୁଁ ନିଜେ ବେନିଫିସିଆରୀ ବି ଆଉ କାମ ବି କରୁଛି। ଆପଣ କେତେ ଜାଗା ଏଠି? ଆମ 2 ଏକର ଅଛି। କେତେ କଣ ଇନକମ୍ ହେଇଯାଉଛି ଆପଣଙ୍କର? ମାସକୁ କେତେ ଟଙ୍କା ରୋଜଗାର କରିପାରୁଛନ୍ତି? ଏଠି ମାସକୁ ଆମେ 9,000 ଟଙ୍କା ରୋଜଗାର କରୁଛୁ। କେବେ ଅଭାବ ଦେଖା ଦେଇଛି ଏଠି କାମ କଲା ବେଳେ? ଆଉ କିଛି ଅନ୍ୟ କାମ କରିବା ପାଇଁ ଯାଆନ୍ତି ନା କେବଳ ଏଇଠି ହିଁ ଫୁଲ୍ ଟାଇମ୍? ଏଇଠି ହିଁ କାମ କରେ, କିଛି ଅଭାବ ସେମିତି ଦେଖାଯାଏନି। ଆମର ସବୁ ଭଲ ଇଏ ହଉଛି ଏଠି କାମ କରିକି। ଝିଅ ପିଲା ହେଇକି ଆମେ ବାହାରକୁ ଯାଉନି, ଏଠି କାମ କରିକି ସବୁ ଘର ଛୁଆ ପିଲା ବି ପାଠ ପଢେଇ ପାରୁଛି, ବାପା ମାଙ୍କୁ ବି ଦେଖି ପାରୁଛି, ସବୁ ଭଲ ଇଏ ହଉଛି। ଇଏ ହେଉଛି ମୟୂରଭଞ୍ଜ ଜିଲ୍ଲା ମୁରୁଡା ବ୍ଲକର ଅସ୍ତିଆ ଅଞ୍ଚଳ। ଏଠାରେ ଏବେ ଦେଖିବାକୁ ମିଳୁଛି ସବୁଜ ରବର ବଗିଚାର ଦୃଶ୍ୟ। ଗ୍ରାମର ଲୋକମାନେ ପାରମ୍ପରିକ ଚାଷରୁ ବାହାରି ଏବେ ରବର ଚାଷ କରି ସ୍ୱାବଲମ୍ବୀ ହେଉଛନ୍ତି, ଯାହା ସେମାନଙ୍କ ଆର୍ଥିକ ପରିବର୍ତ୍ତନ ଆଣିଥିବା ବେଳେ ରବର ବୋର୍ଡର ଅନୁମୋଦନ ସହ ଅସ୍ତିଆ ରବର ପ୍ରଡ୍ୟୁସର ସୋସାଇଟି ଦ୍ୱାରା ବଡ଼ ପରିମାଣରେ ହେଉଛି ରବର ଚାଷ। ପ୍ରାୟ 100 ଏକର ଜମିରେ ଲଗାଯାଇଛି 15,000ରୁ ଅଧିକ ରବର ଗଛ। ଆଉ ଏହି ପ୍ରକଳ୍ପ ସହିତ ଜଡ଼ିତ ଥିବା ପ୍ରାୟ 115 ଜଣ ଚାଷୀ ହେଉଛନ୍ତି ଲାଭାନ୍ୱିତ। ମୋର 5 ବର୍ଷ ହେଲାଣି। କେମିତି କଣ ଏଇ ରୋଜଗାର କରିପାରୁଛନ୍ତି? କେତେ କଣ ରୋଜଗାର ଭଲ ହଉଛି। ଆଉ ଫେର ପୁଣି ଆମେ ଆମର ଜମି ଅଛି ନା, ଗଛ ଏଠି ବେନିଫିସିଆରୀ? ଆଜ୍ଞା, ବେନିଫିସିଆରୀ। ସେ ବାବଦକୁ ବି ମିଳୁଛି, ଆଉ ଡେଲି ମଜୁରିଆ ହିସାବରେ ଆମେ କାମ କରୁଛେ, ସେଇଟା ପାଇଁ ବି ଆମେ ପାଉଛେ ପଇସା। ତେବେ ଆମେ କହିପାରିବା ଆଉ ଆପଣଙ୍କ ଅନ୍ୟ କାମ ପ୍ରତି ଆଉ କିଛି କେବେ ଚେଷ୍ଟା କରୁନାହାନ୍ତି? ଏଇଠି ସବୁ କିଛି ପରିବାର ପ୍ରତିପୋଷଣ ହେଇଯାଉଛି? ଆଜ୍ଞା, ଏଠି ହଉଛି, ଏଠି ତ ବର୍ଷ ସାରା ହଉଛି। କିଛି ସେମିତି ବାହାରକୁ ଯିବା ପାଇଁ ଆବଶ୍ୟକ ମୋତେ ଜଣା ପଡ଼ିନି ଏପର୍ଯ୍ୟନ୍ତ। ତେବେ ପୂର୍ବରୁ ପାରମ୍ପରିକ ଚାଷ ଉପରେ ନିର୍ଭର କରୁଥିବା ଏହି କୃଷକମାନେ ଏବେ ରବର ଚାଷ ମାଧ୍ୟମରେ ସ୍ଥାୟୀ ରୋଜଗାରର ଆଶା ଦେଖୁଛନ୍ତି। ରବର ଚାଷର ବିଶେଷତା ହେଲା ଥରୁଟେ ଗଛ ଲଗାଇଲେ ଦୀର୍ଘ ବର୍ଷ ପର୍ଯ୍ୟନ୍ତ ରସ ମିଳିଥାଏ। ଏଥିସହିତ ରସ ସଂଗ୍ରହ, ପ୍ରସ୍ତୁତି ଓ ବିପଣନ କାମରେ ଗ୍ରାମର ଅନେକ ଯୁବକଙ୍କ ପାଇଁ ମଧ୍ୟ ଏହା ରୋଜଗାର ସୃଷ୍ଟି କରିଛି। ମୟୂରଭଞ୍ଜ ମୁରୁଡା ବ୍ଲକ ଅସ୍ତିଆ ରବର ପ୍ରଡ୍ୟୁସର ସୋସାଇଟିର ଏହି ପ୍ରୟାସ ଏବେ ଗ୍ରାମୀଣ ଅର୍ଥନୀତିକୁ ନୂଆ ଦିଗ ଦେବା ସହିତ ଏହି ପ୍ରକଳ୍ପ ଏବେ ସଫଳତାର ସହ ଆଗେଇ ଚାଲିଛି। ପରିଶ୍ରମ ସହିତ ଯଦି ମିଳେ ସଠିକ୍ ପରିକଳ୍ପନା ଓ ସରକାରଙ୍କ ସହଯୋଗ, ତେବେ କୃଷି ମଧ୍ୟ ହୋଇପାରେ ଲାଭଜନକ ବ୍ୟବସାୟ, ଯାହା ମୟୂରଭଞ୍ଜର ଏହି ରବର ଚାଷ ସେହି ପରିବର୍ତ୍ତନର ଜୀବନ୍ତ ଉଦାହରଣ। ମୋର ନାମ ମାଥୁରା ସରେନ। এটা ଆଜ୍ଞା 2005-6ରେ ଷ୍ଟାର୍ଟିଂ ହେଇଥିଲା। ସେଟା ରବର ବୋର୍ଡ ଆଉ ଆମର ITD DRDA ଅଣ୍ଡରରେ ଆରମ୍ଭ ହେଇଥିଲା। ସେମାନଙ୍କର ରବର ବୋର୍ଡ ଆଉ DRDA RSB ଅଣ୍ଡରରେ ଗୋଟେ ଟ୍ରାଇବାଲ ଇକୋନୋମିକ ଡେଭଲପମେଣ୍ଟ ପ୍ରୋଗ୍ରାମ ଜରିଆରେ এই ଅଞ୍ଚଳରେ ଆରମ୍ଭ ହେଇଥିଲା। କେତେ ଏକର ଜାଗାରେ ଏଟା ହେଇଛି? এটা 100 ଏକର ଜାଗାରେ। ବେନିଫିସିଆରୀ କେତେ ଜଣ ଅଛନ୍ତି? ଯେତେବେଳେ 2005 ମସିହାରେ ଆଜ୍ଞା ସେତେବେଳେ ବେନିଫିସିଆରୀ କମ୍ ଥିଲେ, ଏବେ ସେଟା 115 ପାଖାପାଖି ଅଛନ୍ତି ବେନିଫିସିଆରୀ। କେତେ କଣ ଇନକମ୍ ହେଇଯାଉଛି ମାସକୁ? ମାସକୁ ଆମର ଏବେ ପର୍ଯ୍ୟନ୍ତ ଆମର ତ 10,000 ଉପରେ ଗଛ କାଟା ହଉଛି। 10,000 ଗଛରୁ ମାସକୁ ପ୍ରାୟ ମିନିମମ୍ 300 କେଜି ରବର ତ ରେଗୁଲାର ବାହାରେ। ଆଜ୍ଞା ବହୁତ ଆତ୍ମନିର୍ଭରଶୀଳ, କାରଣ ନିଜ ଘରେ ନିଜ ଜାଗାରେ ଏମିତି ରୋଜଗାର ଆଉ କୌଣସି ବାହାରକୁ ନ ଯାଇ ଏଇଠି ନିଜ ଜାଗାରେ ରୋଜଗାର କରି ସେମାନେ ଆମେମାନେ ସବୁ ପ୍ରତିପୋଷଣ ହେଇପାରୁଛୁ। ତ ବର୍ତ୍ତମାନ ଆଜିକା ଡେଟ୍ରେ ମାର୍କେଟ ଚାହିଦା କେମିତି ରହୁଛି ରବର? ଆମର ରବର ବିକ୍ରୟର କୌଣସି ଅସୁବିଧା ଏଠି ନାହିଁ, କାରଣ
ଯେତେବେଳେ ଜିଲ୍ଲାପାଳ ଆମର ପାଟିଲ ସାର୍ ଥିଲେ ସେତେବେଳେ ଗୋଟେ କମ୍ପାନୀ ଏଠି ଖୋଲି ଦେଇ ଯାଇଥିଲେ ଯେ ମୟୂରଭଞ୍ଜ ରବର ଫାର୍ମର ପ୍ରଡ୍ୟୁସର୍ସ କମ୍ପାନୀ ଆଉ ସେ ଅର୍ମାସଣ୍ଡାରେ ସିଏ ମାର୍କେଟିଂ କରୁଛି କାରଣ କୌଣସି ଜାଗାକୁ ଆମେ ଆଉ ଏ ରବର ବିକ୍ରୟ ପାଇଁ ନ ନେଇ ସିଧା ଏଠି ଦେଇଦେଲେ ସେମାନେ ମାର୍କେଟିଂ କରି ଯେଉଁ ଉଚିତ ଦାମରେ। ମୟୂରଭଞ୍ଜ ଜିଲ୍ଲା ମୁରୁଡ଼ାରୁ ଜ୍ଞାନରଞ୍ଜନ ବେହେରାଙ୍କ ସ୍ୱତନ୍ତ୍ର ରିପୋର୍ଟ, କୋଣାର୍କ ଲାଇଭ୍।